ଦେଖନ୍ତୁ ମହାନଦୀର ଜଳ ବିବାଦ ଏ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ଗୋଟେ କମିଟି କଲେ। ତାର ଅଧ୍ୟକ୍ଷ ରହିଲେ ଉପମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ କେବି ସିଂହଦେଓ ଏବଂ କୁହାଗଲା ଗଣମାଧ୍ୟମର ପ୍ରସାର ହେଲା ଯେ ଏହି କମିଟି ବର୍ତ୍ତମାନ ନିଷ୍ପତ୍ତି କରିବ ଆପୋଷ ଆଲୋଚନା ମାଧ୍ୟମରେ କେମିତି ସମାଧାନ ହେବ ଜଳ ବିବାଦର। ଆଜି ଆମେ ତାଙ୍କର ଯେଉଁ ସଭ୍ୟମାନେ ଅଛନ୍ତି ସମସ୍ତଙ୍କୁ ଭେଟିଲୁ। ପ୍ରଥମେ ଭେଟିଲୁ ଅଧ୍ୟକ୍ଷ ଯିଏ ଅଛନ୍ତି କେବି ସିଂହଦେଓ, ତାପରେ ଅନ୍ୟ ସଭ୍ୟ ଏବଂ ସଭ୍ୟମାନଙ୍କୁ ମଧ୍ୟ ଯାଇକି ଭେଟିଲୁ ବା କିଏ ନଥିଲେ ତାଙ୍କ ଘରେ ଆମେ ଆମ ମେମୋରାଣ୍ଡମ୍ ଦେଇକି ଆସିଲୁ। ଯେତେବେଳେ ଆମେ ଏଇ କମିଟି ମେମ୍ବରମାନଙ୍କୁ ଭେଟୁଛୁ, ଗତକାଲି ଛତିଶଗଡ଼ ଆଉ ଓଡ଼ିଶାର ଯେଉଁମାନେ ସବୁ ବିଶେଷଜ୍ଞ ଅଛନ୍ତି ସେମାନଙ୍କର ବୈଠକ ହେଇଛି, ଯେଉଁଥିରେ ଆମର ଏଜି ଯୋଗ ଦେଇଛନ୍ତି ଏବଂ ଆମର ପ୍ରିନ୍ସିପାଲ ସେକ୍ରେଟାରୀ ୱାଟର ରିସୋର୍ସେସ୍ ଯୋଗ ଦେଇଛନ୍ତି। ଆଜି ଖବର ପ୍ରକାଶ ପାଉଛି ଯେ ସନ୍ତୋଷଜନକ ବୈଠକ ହେଇଛି। ଆମେ ବୁଝିପାରୁନୁ ସନ୍ତୋଷଜନକ ବୈଠକଟା ମାନେ କ'ଣ। ଯଦି ସନ୍ତୋଷଜନକ ହେଲା ତ ଓଡ଼ିଶାବାସୀ ଜାଣିବା ଉଚିତ କି ନାହିଁ? ଓଡ଼ିଶାବାସୀ ଜାଣିବା ଦରକାର କି ନାହିଁ କ'ଣ ସନ୍ତୋଷଜନକ କଥା ଆପଣ କଲେ? ଆପଣ ଜାଣିବେ ମେ 2 ତାରିଖରେ ଟ୍ରିବ୍ୟୁନାଲ ସାମ୍ନାରେ ଗୋଟେ ତଥ୍ୟ ଦାଖଲ ହେଲା। ସେ ତଥ୍ୟ ହେଉଛି ମହାନଦୀରେ କେତେ ପାଣି ଉପଲବ୍ଧ ସେହି ସଂକ୍ରାନ୍ତରେ ତଥ୍ୟ ଦିଆଗଲା ଏବଂ ସେ ତଥ୍ୟ ଯେଉଁ ଦିଆଗଲା ତାକୁ ଐତିହାସିକ ବୋଲି କହିଲେ କିଏ? ଆମର ଆଡ଼ଭୋକେଟ୍ ଜେନେରାଲ ମହୋଦୟ। ଆମେ ପଚାରିଲୁ ଐତିହାସିକ କେଉଁ ଦୃଷ୍ଟିରୁ? ଆପଣ ଯେଉଁ ସେ ତଥ୍ୟକୁ ଦେଖିବେ ତେବେ ଓଡ଼ିଶା ସମର୍ପିତ ହୋଇଗଲା ଛତିଶଗଡ଼ ପାଖରେ। ଏ ତଥ୍ୟ କହୁଛି ତମାମ ମହାନଦୀରେ ପାଣି ପ୍ରଚୁର ଅଛି। ମହାନଦୀରେ 62 ମିଲିୟନ ଏକର ଫୁଟ ପାଣି ଅଛି। ନରାଜ ପାଖରେ 56 ମିଲିୟନ ଏକର ଫୁଟ ପାଣି ଅଛି। ହୀରାକୁଦ ଉପରେ 32 ମିଲିୟନ ଏକର ଫୁଟ ପାଣି ଅଛି ଏବଂ ଓଡ଼ିଶା ଆଉ ଛତିଶଗଡ଼ ବର୍ଡରରେ 28 ମିଲିୟନ ଏକର ଫୁଟ ପାଣି ଅଛି। ତା ଅର୍ଥ ହେଉଛି ତ ଓଡ଼ିଶା ପାଣିରେ ଉବୁଟୁବୁ ହେଉଛି ନା ମହାନଦୀ ପାଣିରେ। ଯେତେବେଳେ ଟ୍ରିବ୍ୟୁନାଲ ପାଖରେ ଏହି ତଥ୍ୟ ଦିଆଯାଉଛି ସେତିକି ବେଳେ ବିଧାନସଭା ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି 2025 ଅଗଷ୍ଟ ମାସରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଓଡ଼ିଶାରେ ପାଣିର କ୍ରାଇସିସ୍ ଅଛି, ସଙ୍କଟ ଅଛି। ଅଣମୌସୁମୀ ସମୟରେ ପାଣି ଆମକୁ ମିଳୁନି। ଏଟା ମୁଁ କହୁନି, ମହାନଦୀ ବଚାଓ ଆନ୍ଦୋଳନ କହୁନି, ମୁଖ୍ୟମନ୍ତ୍ରୀ ନିଜେ କହୁଛନ୍ତି, ଆସେମ୍ବଲି ଭିତରେ କହୁଛନ୍ତି ଯେ ଅଣମୌସୁମୀ ସମୟରେ ଯେତିକି ପାଣି ଆମର ଆବଶ୍ୟକତା ଅଛି ପାଣି ଆସୁନାହିଁ। ତାଙ୍କ ଉତ୍ତରରେ ମେନସନ୍ ହେଇଛି 43ଟା ଲାର୍ଜ ଆଣ୍ଡ ମିଡ଼ିୟମ ସାଇଜ୍ ଡ୍ୟାମ୍ ହେଇଛି, 1900ଟା ସ୍ମଲ୍ ଡ୍ୟାମ୍ସ ଆଣ୍ଡ ପ୍ରୋଜେକ୍ଟସ୍ ହେଇଛି ଏବଂ ଅସଂଖ୍ୟ ଆନିକ ଡାଇଭରସନ୍ ସବୁ ହେଇଛି। ଏଇଟା ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର ଉତ୍ତରରେ ମେନସନ୍ କରିଛନ୍ତି ଏବଂ କହିଛନ୍ତି ଯେ ଏଇଥିପାଇଁ ଅଣମୌସୁମୀ ସମୟରେ ଆମକୁ ପାଣି ମିଳୁନି। ଯେତେବେଳେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏକଥା କହୁଛନ୍ତି ସେତେବେଳେ ଟ୍ରିବ୍ୟୁନାଲ ସାମ୍ନାରେ ଯେଉଁ ତଥ୍ୟ ଦାଖଲ ହେଉଛି, ଡାଟା ଦାଖଲ ହେଉଛି, ସେଥିରେ କୁହାଯାଉଛି ଯେ ପାଣି ଆମର ପ୍ରଚୁର ଅଛି। ଆମେ ଆଜି ଯେଉଁ ଭେଟିବାକୁ ଯାଇଥିଲୁ ସମସ୍ତଙ୍କୁ ମେମ୍ବରମାନଙ୍କୁ ଏବଂ ୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଭେଟିବାକୁ ଚାହୁଁଥିଲୁ, ଆମେ ଜଣାଇବାକୁ ଚାହୁଁଛୁ ଆଜ୍ଞା ଏଇ ଯେଉଁ ଏଭରେଜ ଡାଟା କାଢ଼ିକି ଆପଣ ଦେଇଛନ୍ତି ଏଇଟା ହେଉଛି ଛତିଶଗଡ଼ ପାଖରେ ଆମେ କମ୍ପ୍ରମାଇଜ୍ କରୁଛୁ। ଆମ ସ୍ୱାର୍ଥ ସବୁଦିନ ପାଇଁ ବଳି ପଡ଼ିଗଲା, ମହାନଦୀର ସ୍ୱାର୍ଥ ବଳି ପଡ଼ିଗଲା। ଆଜ୍ଞା ଆପଣ ଏଇ ଯେଉଁ ଡାଟାକୁ ରିଭ୍ୟୁ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ସେଟା ଅନୁରୋଧ କରିବାକୁ ଚାହିଁଥିଲୁ ଆମେ ପରଦିନ, ଆମକୁ ମିଳିଲାନି ସୁଯୋଗ କଥା ହେବା ପାଇଁ। ସେଇ କଥା ତ ଆମେ କହୁଛୁ। ଆପଣ ଏଠି କମିଟି କରିଦେଲେ, କମିଟି କରି କହିଲେ କ'ଣ ଯେ ସେମିତି ଛତିଶଗଡ଼ ବି କମିଟି କରିବ ଆଉ 2 କମିଟି ବସିକି ଆମେ ଆଲୋଚନା କରିକି ସମାଧାନ କରିବୁ। ଆଜି ପର୍ଯ୍ୟନ୍ତ ଛତିଶଗଡ଼ କମିଟି କଲା ନାହିଁ। ଆପଣ କହିଲେ କ'ଣ ଯେ ଆମ କମିଟି ଯିବ ଛତିଶଗଡ଼କୁ ଗ୍ରାଉଣ୍ଡ ଜିରୋରେ ଦେଖିବ ସିଚୁଏସନ୍ କ'ଣ ଅଛି। ସେଥିପାଇଁ ଜାନୁଆରୀ 25 ଏବଂ ଫେବୃଆରୀ 1 ତାରିଖ ଡେଟ୍ ଠିକ୍ ହେଲା, କିନ୍ତୁ ଗଲେନି। କାହିଁ ଗଲେନି?
कहीं गलेनी गलेनी एइथिपाई छत्तीसगढ़ राजी होना आउ एबे जो डाटा दे दिया जाइए ए डाटा रे आमे कंप्रोमाइज करूँ अर्थ नहीं नहीं कौन तथ्य अरे मु आश्चर्य हो गली जी अध्यक्ष अच्छा हाई पावर कमिटी हाई लेवल कमिटी केबी सिंहदेव महोदय को जो भेटिलु आमे से कहते डाटा तो किसी दिखाई मुझे कहली आज्ञा कौन कहते आपण ट्रिब्यूनाल पाखे डाटा देले दिगला और आपण को एजी कहले ये ऐतिहासिक आज गोटे घटना घटला ट्रिब्यूनाल पाखे आम महानदी में केते पानी इल्ड हो देदेचु आम डाटा आपण कहते जाना गत काली पुरी रे मीटिंग होची छत्तीसगढ़ ओडिशार आमर जे अध्यक्ष अच्छा उपमुख्यमंत्री आम जो महानदी जल विवाद समाधान पर जो हाई लेवल कमिटी जाना मुझे जानी मत किसी कहना मु आश्चर्य होची ए राज्य ए महानदी ये पानी संकट कहा भरोसा रहिबो सरकार जानू ना कमिटी जानू ना बुझू ना ट्रिब्यूनाल तांकर बाटरे जाउचंती मु जानी पारुनी भगवान भरोसा बोधे आम ओडिशा को आम महानदी को।